ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷ ଲଢ଼େଇ ଥମିବାର ନାଁ ନେଉନାହିଁ। ପ୍ରତିଦିନ ଏହି ସଂଘର୍ଷରେ କେତେବେଳେ ହାତୀର ତ କେତେବେଳେ ମଣିଷର ମୃତ୍ୟୁ ଘଟୁଥିବା ବେଳେ ବହୁ ଧନ ଜୀବନ କ୍ଷୟକ୍ଷତି ମଧ୍ୟ ହେଉଛି। ଜିଲ୍ଲାରେ 300ରୁ ଉର୍ଦ୍ଧ୍ୱ ହାତୀ ବିଭିନ୍ନ ଅଞ୍ଚଳରେ ଚଳପ୍ରଚଳ କରୁଥିବାରୁ ହାତୀ ମଣିଷ ସଂଘର୍ଷ ବଢି ଚାଲିଛି। ଆଜି ପୁଣି ଷଡ଼ଙ୍ଗୀ ରେଞ୍ଜ ଅଞ୍ଚଳରୁ ଏକ ମାଇ ହାତୀର ମୃତଦେହ ଠାବ ହୋଇଛି। ସୋଲାର ପଶି ବିଟ୍ ଅଧୀନ ଶ୍ରୀମନ୍ତପୁର ଗ୍ରାମ ନୂଆ କଷ୍ଟିପାଳ ନିକଟରେ ବିଲମାଳ ମଧ୍ୟରେ ହାତୀଟିର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ହାତୀଟିର ନିକଟରେ ସୋଲାର ତାର ବାଡ଼ ଭାଙ୍ଗି ପଡିଥିବା ଦେଖାଯାଇଛି। ଫଳରେ ସୋଲାର ତାର ବାଡ଼ ସଂସ୍ପର୍ଶରେ ଆସି ହାତୀଟିର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୃତ ମାଇ ହାତୀଟି ଗର୍ଭବତୀ ଥିବାର ସୂଚନା ମିଳିଛି। ଯଦି ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥାଏ ତେବେ ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ଘଟଣା। ଷଡ଼ଙ୍ଗୀ ରେଞ୍ଜରେ ମୋଟ 40ଟି ହାତୀ ଥିବା ସୂଚନା ରହିଛି। ସେଥିମଧ୍ୟରୁ 18ଟି ମାଇ ହାତୀ, 13ଟି ଅଣ୍ଡିରା ହାତୀ ଏବଂ 9ଟି ଛୁଆ ହାତୀ ରହିଛନ୍ତି। ଏଭଳି ସ୍ଥିତିରେ ଗର୍ଭବତୀ ମାଇ ହାତୀର ମୃତ୍ୟୁ ହାତୀ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଶ୍ରୀମନ୍ତପୁର ଗ୍ରାମର ମିନ ଗୁୟା ନାମକ ଜଣେ ଯୁବକଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ହାତୀଟିର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଛି ନା ଅନ୍ୟ କୌଣସି କାରଣରୁ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବନାଞ୍ଚଳ ନିକଟରେ ବିଦ୍ୟୁତ ଫେନ୍ସିଂ ଯୋଗୁଁ ହାତୀଙ୍କ ଜୀବନ ବିପଦରେ ପଡୁଥିବା ଅଭିଯୋଗ ମଧ୍ୟରେ ଏଭଳି ଘଟଣା ବନ ବିଭାଗର ନିରୀକ୍ଷଣ ଓ ହାତୀ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଏବଂ ଆଗାମୀ ଦିନରେ ଏଭଳି ଘଟଣା ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। এই মৃত্যুটা এই রাত্রে হয়েছি যাহা প্রিলিমিনারি ইনভেস্টিগেশন জনা পড়ছি। তা সহিত এটা যে আমার সোলার ফেন্সিং ଅଛି ତା ସହିତ ମାନେ ଇଲେକ୍ଟ୍ରିକାଲ ଲାଇଭ ୱାର ଫେନ୍ସିଂ କନେକ୍ଟ ହେଇଥିବାର ଜଣା ପଡୁଛି। ସେଇଥିପାଇଁ ଏଟା ଡେଥ୍ ହେଇଛି ଇଲେକ୍ଟ୍ରିଫିକେସନ ପାଇଁ, ଯାହା ପ୍ରିଲିମିନାରୀ ଇନଭେଷ୍ଟିଗେସନ ଜଣା ପଡୁଛି। ହାଉଏଭର ଆମର ଡକ୍ଟର ଭେଟନାରୀ ଡକ୍ଟର ବର୍ତ୍ତମାନ ପହଞ୍ଚି ନାହାନ୍ତି, ସେମାନେ ପହଞ୍ଚିଲେ ଆମେ ପୁଣି କନଫର୍ମ କରିବା। ସୂଚନା ମିଳୁଛି ହାତୀର କିଛି ପ୍ରେଗନେନ୍ସି ଥିଲା, ସେଟା କଣ ସମ୍ଭବ କି ବର୍ତ୍ତମାନ ଜଣା ପଡୁଛି ସେମିତି କିଛି? ସେଇଟା ଆମେ ଆଫ୍ଟର ଭେଟନାରୀ ଡକ୍ଟର ଆସିଲେ ପିଏମ୍ ପରେ ଆମେ କନଫର୍ମ କରିବୁ। ଦେଖିବାର ଲଗାତାର ଭାବରେ ହାତୀର ମୃତ୍ୟୁ ଘଟୁଛି ଏବଂ ଯାହା କୁହାଯାଉଛି ଯେ ନା ଆମର ସବୁ जो स्टाफ अच्छी समस्ते लगातार ड्यूटी करछंती। ता सहित IWLMS रे भी सब आमे तांकर पोजीशन भी चेक करूछु स्क्वाड एवं स्टाफ मानकर। हाउएवर हमर आहुरी भी ताको स्ट्रेंथनिंग केमति करा जाय परिबो सेटा आमे देखुछु एवं जदि को स्टाफ कर एठी किछि भूल थिबो आमे जदि देखिबा नेग्लिजेंस किछि अछि आमे एप्रोप्रिएट एक्शन से कथा कहबा ताले महावीर हाथी मरियल ता कोकाळ उद्धार से केसटा जेहेतु जंगल भितरे हेतिला पूरा रिजर्व फॉरेस्ट थिला, स्टिल से केस रे आमे इंक्वायरी कला परे से लोकन को भी अरेस्ट करा जायछि जो माने नै थिले तार हाथी। आज घटना रे काउ अरेस्ट करा जायछि के घटना? एई घटना रे जण को आमे डिटेन करिछु, त इन्वेस्टिगेशन कला परे आमे तांको एक्शन लेबो। राहुल राय मालिक, सरपंच बेगा ग्राम पंचायत। ना एक दुर्भाग्यजनक एवं दुखद विषय। मु आपण माध्यम रे वन विभाग को अनुरोध करुच्ची जेपरी आज यही हाथीटी मला पर बहुत तत्परता देखा जाउची प्रशासन तरफ जंगल विभाग तरफ जेहेतु ए अंचल जंगल को लगी चाषी मानकर चाष जमी अच्छी और चाष जमी की सुरक्षा देवाई लोक मैंने सोलार टाणुंट एवं बहुत आगु कौन अघटन घटिया पूर्व जंगल प्रशासन आसी एठी सब लोक सचेतन करंतु एवं सब सोलार गुड़ा चेक करंतु कोठी करेन्ट कनेक्शन होती अगेंस्ट आईनगत कार्यानुष्ठान ग्रहण करंतु एवं जेपरी आगु एवरी दुखद घटना न घटे दृष्टि दिंतु। सीटा तो मुझे आसी पहुँचली कल ढेंकानाल थी प्रकृति कौन घटना घटी
से डिपार्टमेंट सरकार तरफ इनक्वारी कले जना पड़िबो प्रकृति जदि करेन्ट लागिथिबो ता एग्नेस्ट दृढ़ कार्यानुष्ठान नवा उचित। ढेंकानालू अक्षय कुमार पात्रଙ୍କ रिपोर्ट ब्लैक न्यूज ओडिया।